ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ଆବର୍ଜନାର ପରିଚାଳନା ପାଠକୁ ଆମେ ଆଜି ପ୍ରଶ୍ନୋତ୍ତର ଆଲୋଚନା କରିବୁ। ଗୋଟେ ତୁମ ପାଇଁ କାମ ଦେଇଛି। ଅପଚୟିତ ଜଳରେ ଆବର୍ଜନା ପ୍ରଦୂଷଣକାରୀ ଉପାଦାନ ସର୍ବେକ୍ଷଣ। ଆବର୍ଜନା ପ୍ରକାର: ନର୍ଦ୍ଦମା ଜଳ, ପାଇଖାନା ଗାଧୁଆ ଘର ଜଳ, ଚାଷ ଜମିରେ ନିର୍ଗତ ଜଳ, କଳକାରଖାନା ନାଳରୁ ନିର୍ଗତ ଜଳ। ନର୍ଦ୍ଦମା ଜଳ ଘର: ବ୍ୟାକ୍ଟେରିଆ, ଜୀବାଣୁ, ମାଟି ଗୋଡ଼ି, ପାଉଁଶ, ପରିବାପତ୍ର ଚୋପା, ଅପରିଷ୍କାର ତୈଳ ଜାତୀୟ ପଦାର୍ଥ। ପାଇଖାନା ଗାଧୁଆ ଘର: ବ୍ୟାକ୍ଟେରିଆ, ଜୀବାଣୁ, ମନୁଷ୍ୟର ମଳ, ନାଇଟ୍ରୋଜେନ, ପୋଟାସିୟମ। ଚାଷ ଜମିରେ ପଶୁପକ୍ଷୀଙ୍କ ମଇଳା, ପଲିଥିନ। ପୋକମରା ଔଷଧ: ମାଟି ଗୋଡ଼ି, ପାଉଁଶ, ଭଙ୍ଗା କାଚ, ନାଇଟ୍ରୋଜେନ, ଫସଫରସ, ପୋଟାସିୟମ, ଜୀବାଣୁ। କଳକାରଖାନା ବାହାରୁଥିବା ଅପରିଷ୍କାର ତୈଳ ଜାତୀୟ ପଦାର୍ଥ: ପଲିଥିନ, ମାଟି ଗୋଡ଼ି, ପାଉଁଶ, ଫସଫରସ, ନାଇଟ୍ରୋଜେନ, ପୋଟାସିୟମ, ବୀଜାଣୁ। ପାଠର ପ୍ରଶ୍ନ ଉତ୍ତର: ଜଳରେ ଦୂଷିତ ପଦାର୍ଥ ମିଶି ତାକୁ ଡେକ୍ସ ଜଳ କୁହାଯାଏ। ଦୂଷିତ ଜଳ: ଦୂଷିତ ଜଳକୁ ବିଶୁଦ୍ଧ କରିବା ପାଇଁ ଡେକ୍ସ ଏବଂ ଡେକ୍ସ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ। କ୍ଲୋରିନ ବଟିକା ଓ ଓଜୋନ ଗ୍ୟାସ। ହଇଜା: ଡେକ୍ସ ଓ ଡେକ୍ସକୁ ଜଳବାହିତ ରୋଗ କୁହାଯାଏ। ଆନ୍ତିକ ଜ୍ୱର ଓ କାମଲ। ଦୂଷିତ ଜଳର ଉପଚାର ଫଳ ଡେକ୍ସ ଓ ଡେକ୍ସ ବାହାରେ। ପଟୁମାଟି, ଜୈବିକ ଗ୍ୟାସ। ନଲାଗୁଡ଼ିକ ଡେକ୍ସ ଓ ଡେକ୍ସ ପାଇଁ ଜାମ୍ ହୋଇଯାଏ। ପଲିଥିନ ଛିଣ୍ଡାକଣା। ଘରୁ ବାହାରୁଥିବା ଦୂଷିତ ଜଳକୁ ଡେକ୍ସ କୁହାଯାଏ। ଅପଚୟିତ ଜଳ: ଦୂଷିତ ଜଳର ଉପଚାରରେ ଡେକ୍ସ କରାଯାଏ। ପ୍ଲାଣ୍ଟ। ନଲାରେ ରନ୍ଧା ତେଲ କିମ୍ବା ପୋଡ଼ା ମୋବିଲ ଇତ୍ୟାଦି ପକାଇଲେ ଉଚିତ ନୁହେଁ। ନଲାରେ ରନ୍ଧା ତେଲ କିମ୍ବା ପୋଡ଼ା ମୋବିଲ ଆଦି ପକାଇଲେ ମାଟି ଜଳ ଶୋଷଣରେ ବାଧା ସୃଷ୍ଟି କରେ। ମାଟିରେ ଉପର ସ୍ତରରେ ଏଗୁଡ଼ିକ ଲାଗି ରହିଯାଆନ୍ତି। କଠିନ ଆବର୍ଜନା ଯଥା ତୁଲା, କଣ୍ଢେଇ, ପ୍ଲାଷ୍ଟିକ ଜରି ଇତ୍ୟାଦି ନଲାରେ ନ ପକାଇ ଡଷ୍ଟବିନ୍ ପକାଇବା ଉଚିତ। ତୁଲା, କଣ୍ଢେଇ, ପ୍ଲାଷ୍ଟିକ ଜରି ଆଦି ନଲାରେ ପକାଇଲେ ଏଗୁଡ଼ିକ ନଲା ବନ୍ଦ କରିଦିଅନ୍ତି। ଫଳରେ ଦୂଷିତ ଜଳ ନିଷ୍କାସିତ ହୋଇ ନ ପାରି ଜମି ରହେ। ଦୂଷିତ ଜଳ ପ୍ରବାହିତ ସ୍ଥାନରେ ୟୁକାଲିପଟାସ ଗଛ ଲଗାଇବା ଆବଶ୍ୟକ। ୟୁକାଲିପଟାସ ଗଛ ଅଧିକ ପରିମାଣର ଅପରିଷ୍କାର ଜଳ ଅତି ଶୀଘ୍ର ଶୋଷଣ କରି ପରିଷ୍କାର ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ। ତେଣୁ ଦୂଷିତ ଜଳ ପ୍ରବାହିତ ସ୍ଥାନରେ ୟୁକାଲିପଟାସ ଗଛ ଲଗାଇବା ଆବଶ୍ୟକ। ଦୂଷିତ ଜଳର ଉପଚାର ସମୟରେ ପ୍ରଥମେ ବାଲ୍ଭସ୍କ୍ରିନ୍ ଦେଇ ଛଡ଼ାଯାଇଥାଏ। ପ୍ରଥମେ ଦୂଷିତ ଜଳ ବାଲ୍ଭସ୍କ୍ରିନ୍ ମଧ୍ୟ ଦେଇ ପ୍ରବାହିତ ହେବା ସମୟରେ ସେଥିରେ ଥିବା କାଠି, କୁଟା, ପ୍ଲାଷ୍ଟିକ ଜରି, ତୁଲା, ଚିରାକନା ଆଦି ଛାଣି ହୋଇ ରହିଯାଏ। ଖୋଲା ପଡ଼ିଆରେ ଝାଡ଼ା ପରିସ୍ରା କରିବା ମହାମାରୀର କାରଣ। ଖୋଲା ପଡ଼ିଆରେ ଝାଡ଼ା ପରିସ୍ରା କରିବା ଦ୍ୱାରା ସେଗୁଡ଼ିକ ବର୍ଷା ଜଳରେ ଧୋଇ ହୋଇ ନଦୀ, ପୋଖରୀ ଓ କେନାଲ ମିଶେ। ସେଥିରେ ଥିବା ନାନା ପ୍ରକାର ରୋଗ, ଜୀବାଣୁ, କୃମିର ଅଣ୍ଡା ଆଦି ନାନା
ବିଷାକ୍ତ ପଦାର୍ଥ ଜଳକୁ ଦୂଷିତ କରେ। ଏହି ଦୂଷିତ ଜଳକୁ ପିଇଲେ ସେଥିରେ ଗାଧୋଇଲେ ମହାମାରୀ ରୋଗ ହେବାର ସମ୍ଭାବନା ଥାଏ। 3 ନମ୍ବର, ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ମଧ୍ୟରେ ସମ୍ପର୍କ କ'ଣ? ପଡ଼ିଆରେ, ନଦୀ କୂଳରେ, ରେଳ ଧାରଣାରେ, ରାସ୍ତା କଳରେ, ପାଣି ଭିତରେ ମଳତ୍ୟାଗ କଲେ ଦୂଷିତ ହୋଇଯାଏ ଟାଇଫଏଡ୍, ଜଣ୍ଡିସ୍, ଚର୍ମ ରୋଗ ଆଦି ରୋଗ କରାଏ। ଖାଲି ପାଦରେ ଝାଡ଼ା ଗଲେ ମଳରେ ଥିବା କୃମି ପାଦର ଚର୍ମ ଦେଇ ଶରୀରକୁ ମଧ୍ୟକୁ ପ୍ରବେଶ କରି ନାନା ପ୍ରକାର ରୋଗ ସୃଷ୍ଟି କରନ୍ତି। ଜଣେ ନାଗରିକ ହିସାବରେ ପରିମଳ ବ୍ୟବସ୍ଥା ପାଇଁ ତୁମର କର୍ତ୍ତବ୍ୟ କ'ଣ? ମନୁଷ୍ୟମାନଙ୍କ ଦ୍ୱାରା ଅଧିକ ଆବର୍ଜନା ସୃଷ୍ଟି ହୋଇଥାଏ, କିନ୍ତୁ ଆମେ ଚେଷ୍ଟା କଲେ ଆବର୍ଜନାର ପରିମାଣ କମାଇ ଦେଇପାରିବା। ନଳାରୁ ବାହାରୁଥିବା ଦୁର୍ଗନ୍ଧ ବିରକ୍ତିକର। ଏଥିରେ ପାଣି ଥିବାରୁ ମଶା ମାଛି ବଂଶବିସ୍ତାର କରି ପରିବେଶକୁ ଅସ୍ୱାସ୍ଥ୍ୟ କରିଦିଅନ୍ତି। ତେଣୁ ନଳାଗୁଡ଼ିକର ଘୋଡ଼ାଣି ଦେଇ ବନ୍ଦ କରାଇବା ଆବଶ୍ୟକ। ଦୂଷିତ ଜଳର ପୁନଃବ୍ୟବହାର ପାଇଁ ତୁମେ ବିଦ୍ୟାଳୟରେ କ'ଣ କ'ଣ କରିପାରିବ? ଆମ ଶ୍ରେଣୀ ପିଲା ଓ ଉପର ଶ୍ରେଣୀ ପିଲାଙ୍କ ସହାୟତାରେ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟ ହତାର ଏକ ପରିତ୍ୟକ୍ତ ସ୍ଥାନରେ ସୋକପିଟ୍ ତିଆରି କରି ନଳା ଦ୍ୱାରା ସୋକପିଟ୍କୁ ସଂଯୋଗ କରିବୁ। ବଗିଚାରେ ବିଭିନ୍ନ ଗଛ ଲଗାଇ ଏଥିରେ ପାଣି ଦେବା ପାଇଁ ଏହି ନଳାରୁ ସଂଯୋଗ କରି ନଳା ତିଆରି କରିବୁ, ଯେପରି ବଳକା ଜଳକୁ ଗଛ ପାଇପାରିବ। ବିଦ୍ୟାଳୟ ପରିବେଶରେ ଶ୍ରେଣୀ କୋଠରୀରୁ ବାହାରୁଥିବା ଆବର୍ଜନାର ନିଷ୍କାସନ ପାଇଁ କ'ଣ କରିବ? ଶ୍ରେଣୀଗୃହରୁ ବାହାରୁଥିବା କଠିନ ଆବର୍ଜନା ଗୁଡ଼ିକ ପାଇବା ପାଇଁ ଏକ ଡଷ୍ଟବିନ୍ ତିଆରି କରିବୁ। ଡଷ୍ଟବିନ୍ ଗୁଡ଼ିକ ପରିତ୍ୟକ୍ତ ପ୍ଲାଷ୍ଟିକ ବାଲ୍ଟିରେ ମଧ୍ୟ କରାଯାଇପାରିବ। ଡଷ୍ଟବିନ୍ ଗୁଡ଼ିକ ପୁରିଗଲେ ଏଗୁଡ଼ିକ ଗାଳ ଖୋଲି ପୋତି ଦେବା ବନ୍ଦୋବସ୍ତ କରିବୁ। ତୁମେ ବିଦ୍ୟାଳୟର ଶୌଚାଳୟ, ପାଇଖାନାର ସଦୁପଯୋଗ ପାଇଁ କ'ଣ ସବୁ କରିବ? ଚପଲ ପିନ୍ଧି ପାଇଖାନାକୁ ଯିବ। ମଳତ୍ୟାଗ ପରେ ସାବୁନରେ ହାତ ଧୋଇବ। ପାଇଖାନାରେ ମଳତ୍ୟାଗ ପୂର୍ବରୁ ଓ ତାପରେ ପାଣିରେ ଢାଳିବ। ପାଇଖାନାରେ ବାଲ୍ଟି, ମଗ, ସାବୁନ, ପାଣି ରଖିବ। ଟିପ୍ପଣୀ ଲେଖ। ଦୂଷିତ ଜଳ। ଆବର୍ଜନା ମିଶ୍ରିତ ଜଳକୁ ଦୂଷିତ ଜଳ କହନ୍ତି। ଘର ନାଳରେ ବହିଯାଉଥିବା ଜଳ, ସହରରେ ପାଇଖାନା ଓ ଗାଧୁଆ ଘରୁ ବାହାରୁଥିବା ଜଳ, ଡାକ୍ତରଖାନା ନଳାରୁ ନିର୍ଗତ ଜଳ, ବିଦ୍ୟାଳୟ ନଳାରୁ ବାହାରୁଥିବା ଜଳ, ରାସ୍ତାର ଦୁଇପଟେ ଥିବା ନାଳର ଜଳ, ବର୍ଷା ଦ୍ୱାରା ଧୋଇ ହୋଇ ଯାଉଥିବା ଜଳ ଓ ବର୍ଷା ଫଳରେ ଛାତରୁ ବହି ଯାଉଥିବା ଜଳ ଦୂଷିତ ଜଳର ଅନ୍ତର୍ଭୁକ୍ତ। ଜୈବିକ ଗ୍ୟାସ। ଦୂଷିତ ଜଳରେ ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଳ, ଅପରିଷ୍କୃତ ତୈଳ ଜାତୀୟ ପଦାର୍ଥ, ପଲିଥିନ୍, ପୋକମରା ଔଷଧ ଓ ପରିବା ପତ୍ର ଚୋପା ଆଦି ଜୈବିକ ପଦାର୍ଥ ଥାଏ। ଏଗୁଡ଼ିକ ଅପଘଟକମାନଙ୍କ ଦ୍ୱାରା ବିଘଟିତ ହୋଇ ମିଥେନ୍ ଆଦି ଗ୍ୟାସ ଉତ୍ପନ୍ନ ହୁଏ। ଏଗୁଡ଼ିକୁ ଜୈବିକ ଗ୍ୟାସ କହନ୍ତି। ଜଳର ଉପଚାର। ବର୍ଜ୍ୟାବସ୍ତୁର ପୁନରୁଦ୍ଧାର ପରେ ଜଳରେ କେତେକ ଅନିଷ୍ଟକାରୀ ପଦାର୍ଥକୁ ବିଭିନ୍ନ ଉପଚାର ଦ୍ୱାରା ନଷ୍ଟ କରାଯାଏ। ଉପଚାର ଗୁଡ଼ିକ ହେଲା: ଦିଲ୍ଲୀ ନଗରୀରେ ଆବର୍ଜନା ଉପଚାର କାରଖାନାରୁ ଜୈବିକ ଗ୍ୟାସ ଉତ୍ପନ୍ନ କରି ରୋଷେଇ କାର୍ଯ୍ୟରେ ବିନିଯୋଗ କରାଯାଉଛି। ଗାଈ ଗୋରୁଙ୍କ ମଳ, ମନୁଷ୍ୟର ମଳମୂତ୍ର, ଅଦରକାରୀ ଜଳଜ ଉଦ୍ଭିଦ ଯଥା ବୋରଜାଞ୍ଜି ଓ ଅନ୍ୟାନ୍ୟ ଦଳ ଆଦି ଜୈବିକ ଗ୍ୟାସ ଉତ୍ପନ୍ନ କରାଯାଉଛି। ଖେଳା
ନଳାର ଉପକାରିତା। ଖୋଲା ନଳାରେ ଉଡ଼ି ଏଣୁ ତେଣୁ ପତ୍ର ଢାଙ୍କ ଆଦି ପଡ଼ି ଜଳ ନିଷ୍କାସନକୁ ବନ୍ଦ କରିଦିଏ। ଖୋଲା ନଳାରେ ବୀଜାଣୁ ଗୁଡ଼ିକ ଅପଘଟନ କଲା ପରେ ନିର୍ଗତ ଦୁର୍ଗନ୍ଧ ବାଷ୍ପ ପରିବେଶ ପ୍ରଦୂଷଣ କରେ। ଖୋଲା ନଳାରେ ମଶା ମାଛି ବଂଶବୃଦ୍ଧି କରି ବିଭିନ୍ନ ରୋଗର ପ୍ରସାର କରିଥାନ୍ତି। ଅପଚୟ ଜଳ ଥିବା ବିଭିନ୍ନ ଉପାଦାନରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ। ଜୈବିକ ପଦାର୍ଥ, ଅପରିଷ୍କାର ତୈଳ ଜାତୀୟ ପଦାର୍ଥ, ଜୀବର ମଳ। ପୋଷକ ନାଇଟ୍ରୋଜେନ, ପୋଟାସିୟମ। ଅଜୈବିକ ପଦାର୍ଥ ମାଟି, ଗୋଡ଼ି। ରାସାୟନିକ ପଦାର୍ଥ ସୀସା, ଆର୍ସେନିକ ଆଦି ଧାତୁ। ଅଣୁଜୀବ ହଇଜା, ଜୀବାଣୁ, ଆନ୍ତିକ ଜ୍ୱର, ବୀଜାଣୁ। ପଲିଥିନ୍ ଓ ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥର ବ୍ୟବହାର ପରେ ଏଣେ ତେଣେ ନ ଫିଙ୍ଗି ପୋଡ଼ିବା ଦ୍ୱାରା ପରିବେଶର କ'ଣ କ୍ଷତି ହୁଏ? ପଲିଥିନ୍ ଓ ପ୍ଲାଷ୍ଟିକକୁ ପୋଡ଼ିଦେଲେ ପ୍ରଚୁର ପରିମାଣରେ ମିଥେନ୍ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇ ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ହୋଇଥାଏ। ଏହାର ପାଉଁଶ ମଧ୍ୟ ମୃତ୍ତିକା ପ୍ରଦୂଷଣ କରେ। ଆଜିକାଲି ଦେଖାଯାଉଥିବା ରାସ୍ତାରୋକ ବେଳେ ରାସ୍ତା ମଝି ଟାୟାର ଜଳାଯାଉଛି। ଏହାଦ୍ୱାରା ବାୟୁମଣ୍ଡଳ ଉପରେ କି ପ୍ରଭାବ ପଡ଼େ? ଟାୟାର ଗୁଡ଼ିକ ନାଇଲନ୍ ତନ୍ତୁରୁ ପ୍ରସ୍ତୁତ କରାଯାଇଥାଏ। ଏହାକୁ ପୋଡ଼ିଦେଲେ ଦୁର୍ଗନ୍ଧ ହୁଏ ଏବଂ ଦୂଷିତ ବାଷ୍ପ ନିର୍ଗତ ହୋଇ ପରିବେଶରେ ପ୍ରଦୂଷଣ କରେ। ଏହା ଜଳି ସାରିବା ପରେ ସଂକୁଚିତ ହୋଇ କଠିନ କଷ୍ଟି ସୃଷ୍ଟି ହୁଏ। ତାହା ମୃତ୍ତିକାର ଯେଉଁ ସ୍ଥାନରେ ପଡ଼ିବ ମୃତ୍ତିକା ପ୍ରଦୂଷଣ କରିବ। ପୁରୁଣା ଓ ବ୍ୟବହାର ହୋଇ ସାରିଥିବା ଟାୟାର ଗୁଡ଼ିକୁ ସାଧାରଣ ଆମେ ଅବ୍ୟବହୃତ ଜାଗାରେ ଫୋପାଡ଼ି ଦେଇଥାଉ। ଏଥିଯୋଗୁଁ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ଦେଖ। ପୁରୁଣା ଓ ଅବ୍ୟବହୃତ ଟାୟାର ଗୁଡ଼ିକ ଜୈବ ଅବକ୍ଷୟ ଅଯୋଗ୍ୟ, ତେଣୁ ଏଗୁଡ଼ିକୁ ମୃତ୍ତିକାସ୍ଥ ବ୍ୟାକ୍ଟେରିଆ ନଷ୍ଟ କରିପାରନ୍ତି ନାହିଁ। ଏଗୁଡ଼ିକ ମୃତ୍ତିକାରେ ପଡ଼ି ରହି ମୃତ୍ତିକା ପ୍ରଦୂଷଣ କରେ। ବର୍ଷା ଜଳ ମାଟିର ତଳସ୍ତରକୁ ଯିବାରେ ଏଗୁଡ଼ିକ ଅବରୋଧ କରିବା ଫଳରେ ଭୂତଳ ଜଳସ୍ତର କମିବାରେ ଏହା ସହାୟକ ହୋଇଥାଏ। ଅଣୁଜୀବମାନେ ଶୁଖିଲା ପତ୍ର ସହିତ ପ୍ରତିକ୍ରିୟା କରି କ'ଣ ସୃଷ୍ଟି କରନ୍ତି? ହିମାୟୁସ୍। କଟକ ଓ ଭୁବନେଶ୍ୱର ଭଳି ବଡ଼ ବଡ଼ ସହରରୁ ନିର୍ଗତ ବହୁ ପରିମାଣରେ ବାହିତ ମଳକୁ ସଦୁପଯୋଗ କରିବା ପାଇଁ ଦୁଇଟି ଉପାୟ ଲେଖ। ବାହିତ ମୂଳରୁ କମ୍ପୋଷ୍ଟ କରି ଖତ ରୂପେ ବ୍ୟବହାର କରାଯାଇପାରିବ। ବାହିତ ମୂଳକୁ ଏକ ଟାଙ୍କିରେ ରଖି ବୀଜାଣୁମାନଙ୍କ ଦ୍ୱାରା ଅପଘଟନ କରାଇ ନିର୍ଗତ ଗ୍ୟାସକୁ ଜାଳେଣୀ ଓ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯାଇପାରିବ।